ହ୍ୟାଲୋ, ଆଜି ଆମ ଘରକୁ ଆସିଛି ଭାକୁର ମାଛର ଆଜି ବେସର ପାଣି ଟିକେ ହେବ। ଦେଖନ୍ତୁ ଏତିକି ହେଲା ଭାକୁର ମାଛ ଆମ ଘରକୁ ଆସିଛି। ଭାକୁର ମାଛ ବେସର ହେବ, ସୋରିଷ ପଡ଼ିଛି ଗ୍ରାଇଣ୍ଡରର ଯେଉଁ ଖୋଳାଟାରେ, ତାପରେ ଏତେ ଟିକେ ଜିରା ପଡ଼ିବ। ଦେଖନ୍ତୁ ଜିରା ଟିକେ ଏଠି ପଇଲା, ଜିରା ଏଠି ଟିକେ ପଡ଼ିବ, ଜିରା ପଇଲା। ତାପରେ ପଡ଼ିବ ଶୁଖିଲା ଲଙ୍କା ବାଛି ବାଛିକା ପକା ହେଉଛି। ଶୁଖିଲା ଲଙ୍କା ପଇଲା ପରେ ଅଦା ଟିକେ ପଡ଼ିବ, ଅଦା ଟିକେ ପଇଲା। ତାପରେ ପାଣି ପାଣି ନିଆହେଲା, କୁଡ଼ଣି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିବାକୁ ନିଆହେବ। ପିଆଜ ଟିକେ ପଡ଼ିବ, ବାକି ଥିଲା ପିଆଜ ଟିକେ କଟା ହେଉଛି, ପିଆଜ ଟିକେ ପଡ଼ିବ। ପିଆଜ ଟିକେ ପଡ଼ିଲା ପରେ ତାପରେ ଗ୍ରାଇଣ୍ଡିଙ୍ଗ ହେଇକି ଆସିବ। ପିଆଜ ଟିକେ ପଡ଼ିଲା ପରେ ଦେଖନ୍ତୁ ପିଆଜ ଟିକେ ତାଟିଆ ଥୁଆ ହେଲା, ତାକୁ ନେଇକି ଏଇ ଯେଉଁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ ହେଉଛି ଜିରା ସୋରିଷ ସେଥିରେ ପଡ଼ିକି ଗ୍ରାଇଣ୍ଡିଙ୍ଗ ହେବ। ତାପରେ ଦେଖନ୍ତୁ ଏବେ ଏଠି ମାଛ ହଳଦୀ ଲୁଣ ଗୋଳା ହେଇକି ଥୁଆ ହେଇଛି ହେଲା। ମାଛକୁ ହଳଦୀ ଲୁଣ ଗୋଳା ହେଇକି ଥୁଆ ହେଇଛି, ଭଜା ହେବ ମାଛଟାକୁ ଏଠି ଭଜା ହେଲା। ଦେଖନ୍ତୁ ଠିକ୍ ଭାବରେ ବଡ଼ ବଡ଼ ଖଣ୍ଡ ଟିକେ କରିଦେଇଛି, ସେ 4 ଖଣ୍ଡ ଏକାଥରେ ଭଜା ହେଉଛି ହେଲା। ମାଛ ଭଜା ପରେ ତାପରେ ବେସର ହେବ। ବେସରକୁ ସୋରିଷ ଜିରା ଦେଇକି ଯେଉଁ ବାଟଣଟା ଦେଇକି ଯେଉଁ ହେବ ସେଇଟାକୁ ବେସର କଲେ ମାଛଟା ଭଜା ହେଉଛି ଏଠି ହେଲା। ଯେମିତି ଏଠି ଥୁଆ ହେଲା, ସବୁ ମାଛ ଭଜା ହେଇକି ଥୁଆ ହେଲେ ତାପରେ ଦେଖିବା କ'ଣ ହେଉଛି। ବେସର ପାଣିଟା ଟିକେ ହେବ ଆଜି। ମାଛ ସବୁ ଖଣ୍ଡ ଖଣ୍ଡ କରି ଭଜା ହେଇକି ଥୁଆ ହେଉଛି। ଆଉ ଏଠି ମୁଣ୍ଡ ଯେଉଁଟା ଅଛି ଏଠି ମାଛ ବେସରରେ ଯଦି ମାଛଟା ଭଜା ସରିଲା ତାହେଲେ ଅଧା ରୋଷେଇ ସରିଲା। ଆଉ ତାପରେ ଆଉ ଥରେ ଯୋଉଟା ଟିକେ ଭାଜିଲା ଭଳିଆ କରିକି ବେସର ପାଣି ଢଳା ହେବ। ଦେଖନ୍ତୁ କେମିତି ବେସର ପାଣି ଢଳା ହେଉଛି। ବେସର ଆମର ଦେଖେଇଥିଲି କ'ଣ ପଡ଼ିକି ଗ୍ରାଇଣ୍ଡିଙ୍ଗ ହେଲା, ଜିରା ସୋରିଷ ଅଦା ଲଙ୍କା ଶୁଖିଲା ଲଙ୍କା ସବୁ ପଡ଼ିଥିଲା, ପିଆଜ। ଏବେ ବେସରଟା ଢଳା ହେବ, ପିଆଜ ରସୁଣ ସବୁ ପଡ଼ିଥିଲା। ବେସର ଦିଆହେଲା, ତା ବେସର ପାଣି ବି ଟିକେ ଦିଆହେଲା ପିଛୁଳେଇକି। ଏବେ ଟିକେ ଫୁଟି ଆଇଲେ ସେଥିରେ ଆମ୍ବୁଲ ଟିକେ ପଡ଼ିବ। ହଳଦୀ ଟିକେ ଏଠି ପଇଲା। ଗରମ ମସଲା ଲୁଣ ଟିକେ ପଇଲା। ଜୋକରା ହେଲେ ଇଏ ଔଷଧି ହଉଛି। ଆମ୍ବୁଲ ଟିକେ ପଡ଼ିବ ଏଠି। ଗୋଟା ଯେଉଁ ଆମ୍ବୁଲକୁ ବତୁରେଇକି ରଖା ହେଇଥିଲା ତାକୁ ପଇଲା। ମାଛଟା କେବଳ ଫୁଟିଲା ଟକମକ ହେଇକି, ମାଛଟା ବି ଟକମକ ହେଇକି ଫୁଟିଲା। ଏବେ ଟିକେ ରୁଚି ମସଲା ପଡ଼ିବ। ଗରମ ମସଲା ବି ପକେଇ ପାରିବେ। ଗରମ ମସଲା ହ୍ୟାଲୋ, ଦେଖନ୍ତୁ ହେଇକି ପୁରା ଏବେ ରେଡ଼ି। ଏବେ ଖାଇବା ଭାକୁର ମାଛର ବେସର। ଏବେ ପୁରା ହେଇକି ରେଡ଼ି ଆମର। ଖାଇବା, ଦେଖିବା କେମିତି ଲାଗୁଛି।